ଆପଣ ଘରେ ରହୁଛନ୍ତି, ଦିନସାରା କାମ କରୁଛନ୍ତି କିନ୍ତୁ ନିଜ ପାଇଁ ଇନକମ୍ କରିବା ପାଇଁ ଚାହୁଁଛନ୍ତି କି? ତେବେ ଏହି ଭିଡ଼ିଓଟି ଆପଣଙ୍କ ପାଇଁ। କାରଣ ଆଜି ମୁଁ କହିବି ହାଉସ୍ ୱାଇଫ୍ ଙ୍କ ପାଇଁ 5ଟି ଅନଲାଇନ୍ ବେଷ୍ଟ ସ୍କିଲ୍ ଯାହା ଆପଣ ମୋବାଇଲ ଦ୍ୱାରା ଘରେ ରହିକି ସ୍କିଲ୍ ଶିଖିକି ଘରେ ବହୁତ ଭଲ ଇନକମ୍ ଜେନେରେଟ୍ କରିପାରିବେ। ଓକେ, ନମସ୍କାର ଫ୍ରେଣ୍ଡସ୍, ମୁଁ ଆପଣଙ୍କର ଆଶା। ଆଜିକାଲି ଅନଲାଇନ୍ ଦୁନିଆରେ ଅପରଚ୍ୟୁନିଟିସ୍ ଅନେକ ଅଛି, କିନ୍ତୁ ଠିକ୍ ସ୍କିଲ୍ ନଥିଲେ ଆମେ ଷ୍ଟାର୍ଟ କରିପାରୁନାହୁଁ। ଓକେ, ସେଥିପାଇଁ ଆଜି ମୁଁ ସିମ୍ପଲ୍ ଭାବେ ଆପଣଙ୍କୁ ବୁଝେଇଦେବି କେଉଁ ସ୍କିଲ୍ ଶିଖିଲେ ଆପଣ ଘରେ ବସି ଇନକମ୍ କରିପାରିବେ। ଠିକ୍ ଅଛି, ଫର୍ଷ୍ଟ ଜିନିଷ ହେଲା ଆପଣଙ୍କର କଣ୍ଟେଣ୍ଟ କ୍ରିଏସନ୍। ପ୍ରଥମ ସ୍କିଲ୍ କ'ଣ? କଣ୍ଟେଣ୍ଟ କ୍ରିଏସନ୍। କେମିତି ନା ଆପଣ ଡେଲି ଜୀବନରେ କଥା ବା କୁକିଂ, କିଡ୍ସ କେୟାର, ଲାଇଫଷ୍ଟାଇଲ୍ ଏସବୁ ଆରାମସେ ସେୟାର କରିପାରିବେ। ଠିକ୍ ଅଛି। ସେକେଣ୍ଡ ଜିନିଷ କ'ଣ ନା ପ୍ଲାଟଫର୍ମ। ୟୁଟ୍ୟୁବ୍। ସେକେଣ୍ଡ ଜିନିଷ ଗାଇସ୍ କ'ଣ ନା ପ୍ଲାଟଫର୍ମ। ୟୁଟ୍ୟୁବ୍, ଫେସବୁକ୍, ଇନଷ୍ଟାଗ୍ରାମ। କାହିଁକି ଏହା ବେଷ୍ଟ କହିଲେ ଦେଖି? ନା ନିଜ ଲାଇଫ୍ ହିଁ କଣ୍ଟେଣ୍ଟ ଗୋଟେ। ବୁଝିପାରିଲେ ନା ଗାଇସ୍? କେମିତି ନା ଇନଭେଷ୍ଟମେଣ୍ଟ ନାହିଁ, ଫ୍ୟୁଚର ବ୍ରାଣ୍ଡ କୋଲାବରେସନ୍ ହେବ। ଏକ୍ସାମ୍ପଲ୍, ଆପଣ ରୋଷେଇ କରୁଥିବା ଭିଡ଼ିଓ, ପିଲାଙ୍କ ସହ କଥା, ଡେଲି ରୁଟିନ୍ ସେୟାର। ଓକେ, କନସିଷ୍ଟେନ୍ସି ଯଦି ଆପଣ ରଖନ୍ତି ତାହେଲେ ଇନକମ୍ ଅଟୋମେଟିକଲି ଆସିବ। ଓକେ, ସେକେଣ୍ଡ ଜିନିଷ ହେଲା ଡିଜିଟାଲ ମାର୍କେଟିଂ। କ'ଣ ଡିଜିଟାଲ ମାର୍କେଟିଂ? ନା ଡିଜିଟାଲ ମାର୍କେଟିଂ ଏହା କ'ଣ? ଅନଲାଇନ୍ରେ ଗୋଟେ ପ୍ରଡ଼କ୍ଟ ବା ସର୍ଭିସ୍ କ'ଣ ୟାକୁ କରିବେ ନା ପ୍ରମୋଟ୍ କରିବେ। କେମିତି ନା ଇନକମ୍ ହିସାବରେ। ଦେଖନ୍ତୁ, ତ ନେକ୍ସଟ କ'ଣ ଇନକମ୍ ହିସାବରେ କି କେମିତି ୱେରେ ଯାଇଛି ସେସବୁ ଦେଖି ନିଜ ଇନକମ୍ ହିସାବରେ ଆପଣ ବସି କରିବେ। ଠିକ୍ ଅଛି। ଆଉ ଗୋଟେ ଜିନିଷ, କିପରି ଇନକମ୍ କରିବେ ତ ଆପଣ ନିଜେ ଜାଣିଲେ। ତା ସହିତ ଆପଣ ରହିବେ ଆଫିଲିଏଟ୍ ମାର୍କେଟିଂ କିପରି କଲେ, ସୋସିଆଲ ମିଡ଼ିଆ ମ୍ୟାନେଜମେଣ୍ଟ। କାହିଁକି ଏଗୁଡ଼ିକ ବେଷ୍ଟ? କାରଣ ଏଗୁଡ଼ିକ ହେଉଛି ଘରେ ବସି ଆରାମସେ ଆପଣ କରିପାରିବେ। ଠିକ୍ ଅଛି। ଆଉ ଗୋଟେ ଜିନିଷ ରହିଲା ହାଇ ଡିମାଣ୍ଡ ସ୍କିଲ୍। ହାଇ ଡିମାଣ୍ଡ ସ୍କିଲ୍ କ'ଣ ନା ଆପଣ ହ୍ୱାଟ୍ସଆପ୍, ଫେସବୁକ୍ରେ ପ୍ରଡ଼କ୍ଟ ସେୟାର କରନ୍ତି। ଠିକ୍ ଅଛି, କମିଶନ୍ ଆର୍ନ କରିପାରିବେ। ଓକେ, ଦେନ୍ ହେଉଛି କଣ୍ଟେଣ୍ଟ ରାଇଟିଂ। କଣ୍ଟେଣ୍ଟ ରାଇଟିଂ ଆକ୍ଚୁଆଲି କ'ଣ ନା ତୃତୀୟ ସ୍କିଲ୍ ହେଉଛି କଣ୍ଟେଣ୍ଟ ରାଇଟିଂ। ଯଦି ଆପଣଙ୍କୁ ଲେଖିବା ଭଲ ଲାଗେ ତେବେ ଏହା ବେଷ୍ଟ ଅପସନ୍ କହିଲେ ଚଳେ। କ'ଣ କରିବି? ଓକେ, ବ୍ଲଗ୍ ରାଇଟିଂ କରିବି ନା କ୍ୟାପସନ୍ ରାଇଟିଂ କରିବି ନା ସ୍କ୍ରିପ୍ଟ ରାଇଟିଂ କରିବି ନା କାହିଁକି ୟୁଜଫୁଲ୍ ମୋବାଇଲରେ ହେବ। ଓକେ, ମୋ ଫ୍ରିଲାନ୍ସିଂ ଆପଣ ନିଶ୍ଚୟ କରିପାରିବେ। ଦେଖନ୍ତୁ, ଆଉ ଗୋଟେ ଜିନିଷ ହେଲା ୟୁଟ୍ୟୁବ୍ ସ୍କ୍ରିପ୍ଟ, ଇନଷ୍ଟାଗ୍ରାମ କ୍ୟାପସନ୍, ପଇସା ଆର୍ନ କରନ୍ତୁ ନିଶ୍ଚୟ। ଠିକ୍ ଅଛି। କାହିଁକି କହିଲେ ଗ୍ରାଫିକ୍ ଡିଜାଇନ୍ ଯେହେତୁ ଚତୁର୍ଥ ସ୍କିଲ୍ ହେଲେ, ଗ୍ରାଫିକ୍ ଡିଜାଇନ୍ ଆପଣଙ୍କ ମୋବାଇଲ ଆପ୍ ୟୁଜ୍ କରିକି ପୋଷ୍ଟର ହେଲା, ଥମ୍ବନେଲ୍ ହେଲା, ଲୋଗୋ ଡିଜାଇନ୍ ଆରାମସେ ଆପଣ କରିପାରିବେ। ଓକେ, ତ ଗାଇସ୍ ଦେଖନ୍ତୁ, କାନଭାରେ ବହୁତ ଇଜି ୱେରେ ଆପଣ ଆରାମସେ ଏଡ଼ିଟ୍ କରିପାରିବେ। ତା ସହିତ କ'ଣ କହିଲେ ବିଗନର ଯିଏ ଫ୍ରେଣ୍ଡଲି ହେଇଯିବେ। ହାଇ ଡିମାଣ୍ଡ ଯେଉଁମାନେ ସେମାନେ ଟିକେ ଦବିଯିବେ। ଠିକ୍ ଅଛି। ଆଉ ଗୋଟେ ଜିନିଷ ହେଲା ୟୁଟ୍ୟୁବ୍ ଥମ୍ବନେଲ୍। ଦେଖନ୍ତୁ, ଆପଣ ନିଜେ କେଉଁ ଭଳି ପ୍ରେଜେଣ୍ଟ କଲେ ତାକୁ ଦେଖିକି ଆମେ ସବୁ ଜିନିଷ ଆରେଞ୍ଜ କରିବୁ। ଓକେ, ତ ଗାଇସ୍ ମେନ୍ ଜିନିଷ ରହିଲା ୟୁଟ୍ୟୁବ୍ ଥମ୍ବନେଲ୍ର ଡିଜାଇନ୍ କିପରି କ'ଣ କରିବେ ସେଇଟା ହେଉଛି ମେନ୍ ଜିନିଷ। ଠିକ୍ ଅଛି। ଆଉ ଗୋଟେ ଜିନିଷ ରହିଲା ଭିଡ଼ିଓ ଏଡ଼ିଟିଂ। ତ ଆପଣ ଜାଣିଛନ୍ତି କେମିତି ଭିଡ଼ିଓଟାକୁ ଏଡ଼ିଟ୍ କରାଯିବ ଏବଂ ତା'ର ଭିଡ଼ିଓଟା ଆଜିକାଲି ଭିଡ଼ିଓ କଣ୍ଟେଣ୍ଟ ବହୁତ ପ୍ରକାର ଭାଇରାଲ୍। ଠିକ୍ ଅଛି। କ'ଣ ଶିଖିବା ବେସିକ୍ କଟିଂ କ'ଣ ରହିବ, ଟେକ୍ସଟ ଟାଇଟ୍ କ'ଣ ରହିବ, ଏ ସବୁ ଜିନିଷ ଆପଣଙ୍କୁ ଦେଖିବାକୁ ହିଁ ପଡ଼ିବ। ତା ସହିତ ମ୍ୟୁଜିକ୍ ଆପ୍ସରେ କେମିତି ଭିଡ଼ିଓ ଏଡ଼ିଟିଂ ନା କ୍ୟାପକଟ୍ ହେଲା, ଭିଏନ୍ ହେଲା, ଇନସର୍ଟ ହେଲା। ଓକେ, ଏଥିରୁ କାହିଁକି ବେଷ୍ଟ ନା କଣ୍ଟେଣ୍ଟ କ୍ରିଏଟର ଭିଡ଼ିଓକୁ ଏଡ଼ିଟର ନିହାତି ଦରକାର। ଠିକ୍ ଅଛି। ଫ୍ରିଲାନ୍ସ ୱାର୍କ ମିଳେ। ଏକ୍ସାମ୍ପଲ୍, ରିଲ୍ସ ଏଡ଼ିଟ୍ କରି ମଧ୍ୟ ମୁଁ ଇନକମ୍ କରିପାରିବି। ଏବଂ ଦେଖନ୍ତୁ ଫ୍ରେଣ୍ଡସ୍, ସ୍କିଲ୍ ଶିଖିବା ପାଇଁ ଡିଗ୍ରୀ ଦରକାର ନାହିଁ। ଠିକ୍ ଅଛି। ଆପଣ ଘରେ ରହି ମଧ୍ୟ ମୋବାଇଲରେ ଘଣ୍ଟେ 2 ଘଣ୍ଟା ହେଉନା କାହିଁକି ନିଜ ଜୀବନ କ'ଣ କହିଲେ ଚେଞ୍ଜ କରିପାରିବେ। ଓକେ, ତ ଆଜି ଆପଣ ଯଦି ଷ୍ଟାର୍ଟ କରନ୍ତି, ଛୋଟ ଷ୍ଟେପ୍ ନିଅନ୍ତି, କନସିଷ୍ଟେନ୍ସି ରଖନ୍ତୁ, ସକ୍ସେସ୍ କିନ୍ତୁ ନିଶ୍ଚୟ ଆସିବ। ଓକେ, ତ ଗାଇସ୍ ଯଦି ଆପଣଙ୍କୁ ମଧ୍ୟ ଏଇ ଭିଡ଼ିଓଟି ମୋର ହେଲ୍ପଫୁଲ୍ ଲାଗିଥାଏ ତେବେ ଲାଇକ୍, ସେୟାର, ସବସ୍କ୍ରାଇବ୍ ନିଶ୍ଚୟ କରିବେ ଏବଂ କମେଣ୍ଟରେ ଲେଖିଦେବେ ଆପଣ କେଉଁ ସ୍କିଲ୍ ଶିଖିବା ପାଇଁ ଚାହୁଁଛନ୍ତି। ତେଣୁ ନେକ୍ସଟ ଭିଡ଼ିଓରେ ପୁଣି ଆପଣଙ୍କୁ ଗାଇଡ଼ କରିଦେବି। ଓକେ, ରହିଲି, ନମସ୍ତେ। ଦେଖନ୍ତୁ ଗାଇସ୍, ଆଉ ଗୋଟେ ବହୁତ ଇମ୍ପୋର୍ଟାଣ୍ଟ କଥା ମୁଁ ଆପଣଙ୍କୁ ଜଣାଇଦେବା ପାଇଁ ଚାହୁଁଛି। ଯଦି ଆପଣ ଫାର୍ଷ୍ଟ କଣ୍ଟେଣ୍ଟ କ୍ରିଏସନ୍ ଏବଂ AI ଶିଖିବେ, ଯଦି ଆପଣ ଏହି ଦୁଇଟା ଭଲ ଭାବରେ ଯଦି ଶିଖିଛନ୍ତି ପ୍ରତ୍ୟେକ
प्रत्येक प्लाटफर्म बहुत भल अर्निंग इवन कि फेसबुक हो यूट्यूब हो इंस्टा हो ठीक अच्छे जमी फेसबुक अर्निंग मुझे शो भी करें मोर मैंने डेली बेसिस वर्क करी फेसबुक जहाँफल मोर किसी इनकम जनरेट ता सहित आपण देखु जो आमर रहा कंटेंट क्रिएशन उपरे ठीक अच्छे तो देखो माने जदि आप स्टूडेंट हूँ ठीक अच्छे स्टूडेंट लाइफ को नहीं करेंगे कंटेंट हाउस वाइफ मान जो मैंने जॉब सिक्योर ये पाठ पढ़ी भी कम तो से भी निजर एजुकेशन को रिलेटेड करके ही से भी किसी माने शिखिबे जो स्किल ताकू नहीं ही से कंटेंट बनेबे कंटेंट माने नुहे काटू कॉपी कर आने से कौन लगे देखी देखी उठे से जिन प्रत्येक जीवन शैली प्रत्येक लोकंर अलग अलग थाए ठीक अच्छे क्या स्वामी श्रेष्ठ क्या स्वामी मन बोधरागी तो प्रत्येक मनीषर सिस्टमेटिक सब जिन अलग अलग ठीक अच्छे तो मो कहवा अर्थ आप जेको हाउस वाइफ रिलेटेड कंटेंट स्टूडेंट रिलेटेड कंटेंट और जॉब सिक्योर जो से हिसाब कंटेंट रिलेटेड आप आराम से करके पोस्ट करेंगे ठीक अच्छे तो मेन जिनस रहा फोकस किसी शिखा यही वर्ष आम शिखिले आर वर्ष बहुत ना कर ठीक अच्छे तो ध्यान देवे गाइस शेयर भी करेंगे और बहुत मात्रा रे लाइक कमेंट भी दिखाँ आपन भी ये शिखे और लोक शिखिपारे ओके रही।